ସ୍ୱର୍ଗଦ୍ୱାରେ ଶବ ସଂସ୍କାର ପାଇଁ ଗହଳି। ସ୍ୱର୍ଗଦ୍ୱାରେ ଶବ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ପ୍ରତିଦିନ ଶତାଧିକ ଅନ୍ତିମ ସଂସ୍କାର। ଗତ ସୋମବାର ସବୁ ରେକର୍ଡ ଭାଙ୍ଗିଛି ସ୍ୱର୍ଗଦ୍ୱାରରେ ଶବ ସଂସ୍କାର। 24 ଘଣ୍ଟା ଭିତରେ ସ୍ୱର୍ଗଦ୍ୱାରକୁ ଆସିଛି 136 ଶବ। ଏହା ସ୍ୱର୍ଗଦ୍ୱାର ଇତିହାସରେ ସର୍ବକାଳୀନ ରେକର୍ଡ। ଗତ ଅଗଷ୍ଟ ମାସରେ ଗୋଟିଏ ଦିନରେ ସର୍ବାଧିକ 122ଟି ଶବ ଆସିଥିବା ରେକର୍ଡ ହୋଇଥିଲା। କ୍ରମାଗତ ଭାବରେ ସ୍ୱର୍ଗଦ୍ୱାରକୁ ଶବ ସଂଖ୍ୟା ବଢି ବଢି ଚାଲିଛି। ଶବ ଦାହ ପାଇଁ ମୁଖ୍ୟ ଭୂମିକା ନିଭାଉଥିବା କାଠ ଯୋଗାଣ କିନ୍ତୁ କମିବାରେ ଲାଗିଛି ଓ ଦର ବଢିବାରେ ଲାଗିଛି। କମ୍ ଦିନ ଭିତରେ ସ୍ୱର୍ଗଦ୍ୱାରକୁ ଆବଶ୍ୟକତା ଅନୁସାରେ ଆଉ କାଠ ଯୋଗାଇ ହେବନି ବୋଲି ଆଶଙ୍କା ପ୍ରକାଶ ପାଇଛି। ଏନେଇ କାଠ ଯୋଗାଉଥିବା ସଂସ୍ଥା OFDC ସ୍ପଷ୍ଟ କରିଛି। ଏତିକି ବେଳୁ ବିକଳ୍ପ ଚିନ୍ତା ନକଲେ ଶବ ଦାହ ବାଧାପ୍ରାପ୍ତ ହେବ ଥୟ ହୋଇଯାଇଛି। ଏଣେ ଶବ ସଂଖ୍ୟା ବଢୁଥିବାରୁ ଖରାବେଳର ଶବ ନେଇ ଆସିଲେ ରାତିରେ ଦାହ କରିବାକୁ ସୁଯୋଗ ମିଳୁଛି, ଯାହାକୁ ନେଇ ପରିଜନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ଦୀର୍ଘ ଦିନରୁ କାଠର ଦର ହରିଶ୍ଚନ୍ଦ୍ର ଯୋଜନାରେ କୁଇଣ୍ଟାଲ ପିଛା 900 ଟଙ୍କା ଧାର୍ଯ୍ୟ ହୋଇଛି, କିନ୍ତୁ କାଠ ଯୋଗାଉଥିବା ସଂସ୍ଥା ଓଡ଼ିଶା ବଡ଼ ଉନ୍ନୟନ ନିଗମ 1300 ଟଙ୍କା ନେବା ପାଇଁ ଦୀର୍ଘ ଦିନରୁ ଚିଠି ଲେଖି ଆସୁଛି। କାଠ ଅଭାବକୁ ନେଇ ମଧ୍ୟ ତାଗିଦ କରିଛି। ଶୀଘ୍ର କାଠର ବିକଳ୍ପ ବ୍ୟବସ୍ଥା ନ କଲେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ଥୟ ହୋଇଛି। ସ୍ୱର୍ଗଦ୍ୱାରରେ ଶବ ଦାହ ପାଇଁ ସୁବିଧା ଯୋଗୁଁ ଦୂର ଦୂରାନ୍ତରୁ ପରିଜନମାନେ ଶବ ଧରି ସ୍ୱର୍ଗଦ୍ୱାର ଆସୁଛନ୍ତି। ଖରାବେଳ ଶବ ଧରି ପହଞ୍ଚିବା ପରିଜନ ସନ୍ଧ୍ୟାରେ ଦାହ କରି ବିଳମ୍ବିତ ରାତିରେ ଫେରୁଛନ୍ତି। ଯଦି କେହି ସନ୍ଧ୍ୟାରେ ଆସୁଛି ତେବେ ପରଦିନ ସକାଳେ ଯାଉଛି। ଏଣୁ କାଠ ସହ ଫିଣ୍ଡି ସଂଖ୍ୟା ବୃଦ୍ଧି ବା ସ୍ୱର୍ଗଦ୍ୱାର ସମ୍ପ୍ରସାରଣ କରିବାର ଥିବା ପରିଜନମାନେ ଯୁକ୍ତି ବାଢ଼ିଛନ୍ତି। ବ୍ୟୁରୋ ରିପୋର୍ଟ, ନ୍ୟୁଜ ଦୁନିଆ।